ତାପରେ ସମୟ ଥିଲା ପ୍ରଥମ ଅଧିବେଶନର। ପ୍ରଥମ ଅଧିବେଶନରେ ଶିକ୍ଷାର୍ଥୀମାନଙ୍କୁ ସ୍ୱାଗତ କରିଥିଲେ ସାଧାରଣ କର୍ମୀ ଶ୍ରୀ ଦେବରାଜ ସାହୁ। ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ଏକ ସକ୍ରିୟାତ୍ମକ କାର୍ଯ୍ୟ ଭାବରେ ଗୋଟିଏ ଗୀତକୁ ଅଭିନୟ ସହିତ ପ୍ରଶିକ୍ଷାର୍ଥୀମାନଙ୍କ ସହଯୋଗରେ ସମ୍ପାଦନ କରିଥିଲେ। ତାପରେ ସାଧାରଣ କର୍ମୀ ପ୍ରଶିକ୍ଷାର୍ଥୀଙ୍କ ସହଯୋଗରେ ବଲ୍ ହସ୍ତାନ୍ତର ଖେଳ ମାଧ୍ୟମରେ GKA କିଟ୍ରେ ଥିବା ବିଭିନ୍ନ ଶିକ୍ଷଣ ସାମଗ୍ରୀର ନାମ ଓ ତାହାର ବ୍ୟବହାରକୁ ଉପସ୍ଥାପନ କରିଥିଲେ। ଅଧିବେଶନର ବିଷୟବସ୍ତୁଟି ଥିଲା ବୌଦ୍ଧିକ ବିକାଶ। ଏହି ଅଧିବେଶନର ଆଲୋଚନା ପରେ ଅଂଶଗ୍ରହଣକାରୀମାନେ ନିମ୍ନ ଶିକ୍ଷଣ ଫଳାଫଳକୁ ହାସଲ କରିଥିଲେ, ଯେପରିକି ଜାତୀୟ ପାଠ୍ୟକ୍ରମ ଆଧାରରେ ମୌଳିକ ପର୍ଯ୍ୟାୟର ବୌଦ୍ଧିକ ବିକାଶ ଦିଗ ଅନ୍ତର୍ଗତ ପାଠ୍ୟକ୍ରମ ଲକ୍ଷ୍ୟ, ଦକ୍ଷତା ଓ ଶିକ୍ଷଣ ଫଳାଫଳ ଗୁଡ଼ିକୁ ଚିହ୍ନଟ କରିବା। ଦ୍ୱିତୀୟରେ ଥିଲା ଶିକ୍ଷଣ ଫଳାଫଳ ଆଧାରିତ